ଚୌହାନଙ୍କ ଅନୁଯାୟୀ ପୁଣ୍ୟ ସୁସମାଚାର ଅଧ୍ୟାୟ 16 ପଦ ସଂଖ୍ୟା 31ରୁ 32 ପଦ ପର୍ଯ୍ୟନ୍ତ ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ବର୍ତ୍ତମାନ ବିଶ୍ୱାସ କରୁଛ, ସମୟ ଆସୁଛି, ବାସ୍ତବରେ ସେହି ସମୟ ଆସିଯାଇଛି ଯେତେବେଳେ ତୁମେମାନେ ଛିନ୍ନ ଭିନ୍ନ ହେବ ଏବଂ ମୋତେ ଏକାକୀ ପରିତ୍ୟାଗ କରି ପ୍ରତ୍ୟେକ ନିଜ ନିଜ ଘରକୁ ଚାଲିଯିବ। ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସହିତ ଅଛନ୍ତି। ଏହା ପ୍ରଭୁଙ୍କର ପୁଣ୍ୟ ସୁସମାଚାର। ପ୍ରଭୁଙ୍କର ଜୟ। ମୋର ପ୍ରିୟର ବାପା ମା ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର ଜୟ ଯୀଶୁ। ଦିନେ ଗୋଟିଏ 2 ବର୍ଷର ବାଳକ ଏରୋପ୍ଲେନ୍ରେ ବା ଉଡ଼ାଜାହାଜରେ ଯାଉଥାନ୍ତି। ଝରକାର ଗୋଟିଏ ପାରରେ ବସିଥାନ୍ତି। ବାଳକଟି ନିଜର ମୋବାଇଲ କାଢ଼ି ସେ ବାହାର ସବୁ ସୌନ୍ଦର୍ଯ୍ୟ ଗୁଡ଼ାକ ରେକର୍ଡ଼ିଂ କରୁଥାନ୍ତି। ଯେତେବେଳେ ଉଡ଼ାଜାହାଜ ଉଡ଼ି ଉଡ଼ି ଯାଉଥାଏ, ହଠାତ୍ ଗୋଟିଏ ରାସ୍ତାରେ ଉଡ଼ାଜାହାଜ ଟଳମଳ ହେବା ପାଇଁ ଆରମ୍ଭ କଲା। ସମସ୍ତେ କାନ୍ଦିବାକୁ, ରୋଦନ କରିବାକୁ, ପାଟି କରିବା ପାଇଁ ଆରମ୍ଭ କଲେ। ସେହି ସମୟରେ ଏହି ବାଳକ ଅତି ସୁନ୍ଦର ଭାବରେ ରେକର୍ଡ଼ିଂ କରୁଥାନ୍ତି। ତାଙ୍କ ପାଖରେ ବସିଥିବା ଗୋଟିଏ ଲୋକ କହିଲେ, ଏ ବାଳକ, ଏ ଛୋଟ ଶିଶୁ, ଆମେମାନେ ମରିବା ପାଇଁ ଯାଉଛୁ। ଆକାଶରେ ଆମର ଏହି ଉଡ଼ାଜାହାଜ ପୁରା ଟଳମଳ ହେଉଛି, କେତେବେଳେ ପଡ଼ିଯିବ। ଆଉ ତୁ ଏତେ ଖୁସି ଆନନ୍ଦରେ ତମେ କି ପ୍ରକାର ଭାବରେ ରେକର୍ଡ଼ିଂ କରୁଛ? ଛୋଟ ବାଳକଟି କହିଲା, ମୋତେ ଭୟ ନାହିଁ, କାରଣ ଯିଏ ଏ ଉଡ଼ାଜାହାଜ ଉଡ଼ାଉଛନ୍ତି ସେ ହେଉଛନ୍ତି ମୋର ବାପା। ମୋତେ କେବେ ମଧ୍ୟ ମୋର ପିତା ପରିତ୍ୟାଗ କରିବେ ନାହିଁ। ମୋର ପ୍ରିୟର ବାପା ମା ଭାଇ ଭଉଣୀମାନେ, ମନୁଷ୍ୟମାନଙ୍କ ଠାରେ, ଆମ୍ଭମାନଙ୍କ ଠାରେ ଏବଂ ପ୍ରତ୍ୟେକ ମଣିଷଙ୍କ ଠାରେ ଦୁଃଖ କଷ୍ଟ ଆସିଥାଏ। ତାହା କେବଳ ଯେତେବେଳେ ଗୋଟିଏ ମଣିଷ ସେ ଏକାକୀ ରହିଥାଏ, ଯେତେବେଳେ ସେ ନିଜ ନିଜକୁ ଏକାକିତା ରଖିଥାଏ, ସେହି ସମୟରେ ତାକୁ ଦୁଃଖ କଷ୍ଟ ଅଭାବ ଅସୁବିଧା ଏବଂ ବିଭିନ୍ନ ପ୍ରକାର ଚିନ୍ତା ଆସିଥାଏ। କାରଣ ଆଜିର ସୁସମାଚାର ଆମେ ଶୁଣିଲୁ, ଯୀଶୁ ନିଜେ ସେ ଏକାକୀ ଅନୁଭବ କରିଥିଲେ। ସେ ଜାଣିଥିଲେ କି ସେ ସମୟ ଆସିଅଛି ଯେତେବେଳେ ନିଜର ଶିଷ୍ୟମାନେ, ଯେଉଁମାନେ ତାଙ୍କ ସହିତ ଚାଲିଲେ, ଯେଉଁମାନେ ତାଙ୍କ ନାମରେ ସୁସ୍ଥ ହେଲେ, ଯେଉଁମାନେ ତାଙ୍କ ସହିତ ଖାଇଲେ, ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଯିବେ। କିନ୍ତୁ ସେ ଏକାକୀ ନୁହଁ, କାରଣ ତାହାଙ୍କର ପିତା ତାହାଙ୍କ ସହିତ ଅଛନ୍ତି। ସେ ନିଜେ ଏହି ଏକାକୀ ଅନୁଭବ କରିଥିଲେ, କିନ୍ତୁ ସେ ଜଣେ ନଥିଲେ, କାରଣ ତାହାଙ୍କ ସହିତ ତାହାଙ୍କର ପିତା ଉପସ୍ଥିତ ଥିଲେ। ଏକାକୀର ଅର୍ଥ ହେଲା ଅନ୍ୟମାନଙ୍କ ଠାରୁ, ଅନ୍ୟ ଜିନିଷ ଠାରୁ ଆମେ ଦୂରେଇ ରହିବା। ଅନ୍ୟ ଲୋକମାନେ ଥିଲେ ମଧ୍ୟ, ଅନ୍ୟ ବ୍ୟକ୍ତିମାନେ ଥିଲେ ମଧ୍ୟ, ଅନ୍ୟ ଜିନିଷ ଥିଲେ ମଧ୍ୟ ଆମେ ନିଜ ନିଜକୁ ଏକାକୀ କରିବା, ଯାହାକି ଆମ ସମସ୍ତଙ୍କୁ ଦୁର୍ବଳ ଏବଂ ଦୁଃଖ କଷ୍ଟ ଦେଇଥାଏ। ଏବଂ ଅତ୍ୟଧିକ ବା ଜନଗହଳି ବା ମିଳିତ ହେଉଛି ଆମ ସମସ୍ତଙ୍କୁ ଦୁଃଖ କଷ୍ଟରୁ ତାଠାରୁ ବାହାର କରିଦେଇଥାନ୍ତି। ମୋର ପ୍ରିୟର ବାପା ମା ଭାଇ ଭଉଣୀମାନେ, କିନ୍ତୁ ଯୀଶୁଖ୍ରୀଷ୍ଟ ସେ ଯିବା ପୂର୍ବରୁ, ଏହି ଜଗତ ପରିତ୍ୟାଗ କରିବା ପୂର୍ବରୁ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ପରିତ୍ୟାଗ କରିବେ ବୋଲି ଜାଣିଥିଲେ। କିନ୍ତୁ ତାହା ପୂର୍ବରୁ ସେ 2ଟି ଉପହାର ଏହି ଜଗତର ତାହାଙ୍କର ଶିଷ୍ୟମାନଙ୍କୁ ଦେଇକି ଚାଲିଗଲେ, ଛାଡ଼ିକି ଚାଲିଗଲେ। ତାହା ହେଉଛି ଶାନ୍ତି ଏବଂ ସାହସ। ତୁମମାନଙ୍କ ଠାରେ ଶାନ୍ତି ରହୁ, ତୁମମାନେ ସେହି ଶାନ୍ତିର ଜୀବନ ଯାପନ କର ଏବଂ ସାହସ ଏବଂ ଧୈର୍ଯ୍ୟ ଧର। ତୁମମାନଙ୍କୁ ଦୁଃଖ କଷ୍ଟ ତାଡ଼ନା ଯାତନା ଏହି ଜଗତରେ ଆସିବ, ତୁମେ ସାହସ ସହକାରେ ରହିବା ଦରକାର। ସେହି ଶାନ୍ତି ଆମ ସମସ୍ତଙ୍କ ଉପରେ ଉପସ୍ଥିତ ହୋଇଥାଏ, ମିଳିଥାଏ। ଏବଂ କୌଣସି ଦୁଃଖ କଷ୍ଟ ଏବଂ ପରୀକ୍ଷା ନିରୀକ୍ଷା ନେଇଥିଲେ ମଧ୍ୟ ଯେତେବେଳେ ସେହି ଶାନ୍ତି ଆମେମାନେ ଅନୁଭବ କରୁଛୁ, ଯେତେବେଳେ ସେହି ଶାନ୍ତି ଆମମାନଙ୍କ ପରିବାରରେ, ଆମମାନଙ୍କ ଜୀବନରେ ଆସେ, ସେହି ସମୟରେ ଆମେମାନେ ଦୁଃଖ କଷ୍ଟ ତାଡ଼ନାରୁ ଆମେମାନେ ଦୂରେଇ ରହିଥାଉ। ଏବଂ ସେହି ଦୁଃଖ କଷ୍ଟ ଅଶାନ୍ତି ସବୁକିଛି ପାପ ଅଟେ। ସେ କହନ୍ତି, ତୁମର ହୃଦୟକୁ ଦୃଢ଼ କର, ତୁମେ ଧୈର୍ଯ୍ୟ ଧରି ରୁହ, ମୁଁ ତୁମ ସଙ୍ଗରେ ଅଛି। ଆମେ ତାହାଙ୍କର ସ୍ୱରକୁ ଶୁଣିବା ଉଚିତ। ଯେତେବେଳେ ଦୁଃଖ ଆସେ, ଯେତେବେଳେ କଷ୍ଟ ଆସେ, ଯେତେବେଳେ ତାଡ଼ନା ଆସେ, ଯେତେବେଳେ ଅଶାନ୍ତି ଆସେ, ଯେତେବେଳେ ଅଧୈର୍ଯ୍ୟ ଆସେ, ସେହି ସମୟରେ ଆମେମାନେ ତାହାଙ୍କର ବାକ୍ୟକୁ ଶୁଣିବା ଏବଂ ଚିହ୍ନିବା ଦରକାର। ଏବଂ ଆଜି ଯୀଶୁଖ୍ରୀଷ୍ଟ ଆମ ସମସ୍ତଙ୍କୁ
ସେଇ ଶାନ୍ତି ଦେଉଛନ୍ତି, ସେଇ ଧୈର୍ଯ୍ୟ ଦେଉଛନ୍ତି। ଯେଉଁ ବ୍ୟକ୍ତି ତାଙ୍କର ଦୁଃଖ କଷ୍ଟ ସମୟରେ ସେଇ ଶାନ୍ତି ଏବଂ ଧୈର୍ଯ୍ୟର ସହିତ ରୁହେ, ସେ ଆନନ୍ଦ ଅନୁଭବ କରିପାରିବ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରିବେ। ଆସନ୍ତୁ ମୋର ପ୍ରିୟ ବାପା ମା ଭାଇ, ସେଇ ସଦାପ୍ରଭୁଙ୍କଠାରେ ଆମର ଆସ୍ଥା ସ୍ଥାପନ କରିବା। ସମସ୍ତଙ୍କୁ ଜୟ ଯୀଶୁ।